ବିଲଙ୍କା ରାମାୟଣ ସତଶିରାର ପ୍ରଥମରେ ଯୁଦ୍ଧକୁ ଗମନ, ଶମ୍ଭୁ ନିଶମ୍ଭୁ କଦମ୍ବାର ମୃତ୍ୟୁ, ବିଲଙ୍କା ଦହନ ଓ ରାଣୀମାନଙ୍କ ରଥ ସହ ଅଗ୍ନିରେ ପତନ। ରାତି ଅଧେ ବିଲଙ୍କାରେ ଲାଗିଲା କଜୁଇ, ପଳାନ୍ତି ଅସୁର ମାନେ ଛିନ୍ନ ଛତ୍ର ହୋଇ, ଦରାଣ୍ଡି ଧରଇ ବୀର ଅଞ୍ଜନା ନନ୍ଦନ, ଅନଳ ଭିତରେ ନେଇ ପକାଏ ବହନ। ଅତ୍ୟନ୍ତ ବିକଳ ହୋଇ ଘୋର ରାବ ଦିଅନ୍ତି, ପୂର୍ବ ଦ୍ୱାରେ ରଘୁନାଥ ରଥକୁ ଥୁଅନ୍ତି। ନୃପତିର ଥାଟ ସବୁ ସଜ ହୋଇଥିଲେ, କି ଗୋଳ ବୋଲିଣ ଘରୁ ବାହାର ହୋଇଲେ। ଦେଖିଲେ ବିଲଙ୍କାପୁରେ ଆଲୁଅ ଦିଶଇ, ହାଟ ଦାଣ୍ଡ ଘର ଦ୍ୱାର ସମସ୍ତ ପୋଡ଼ଇ। କେବଳଇ କେଉଁ ପରି ଅନଳ ଲାଗିଲା, କେବଳଇ କୁହ କେଉଁ ବାଟରେ ଅଇଲା। କେବଳେ ପୁରେ ଆସି ବିପତ୍ତି ପଡ଼ିଲା, କେବଳଇ ରାମ ବା କଟକେ ପଶିଲା। କେବଳଇ ରାମକୁ ଯେ ଖୋଜି କରି ମାର, ରଥ ଚଢ଼ି ଅସ୍ତ୍ର ଧରି ଧାଇଁଲେ ଅସୁର। ଯାଉଁ ଯାଉଁ ଶ୍ରୀରାମକୁ ବାଟରେ ଭେଟିଲେ, ବିଂଶତି ଅର୍ବୁଦ ସେନା କୋପେ ଓଗାଳିଲେ। ସତଶିରା ବୀର ଧାଏଁ ପାଦଗାମୀ ହୋଇ, 200 ଭୁଜେ ଶତ ମୁଦ୍ଗର ଉଠାଇ। ରଥ ପରେ ଶ୍ରୀରାମଙ୍କୁ ଦେଖିଣ ଅସୁର, ମହାକୋପେ ପ୍ରହାରିଲା ସତେକ ମୁଦ୍ଗର। ରଥ ଚକେ ବାଜି ଅସ୍ତ୍ର ଚୂର୍ଣ୍ଣ ହୋଇଗଲା, 200 ଗୁରୁଜ ଧରି ରଥରେ ପିଟିଲା। ଚାରିପାରୁଷରେ ଦୈତ୍ୟ ବଳ ବେଢ଼ିଥିଲେ, ଶ୍ରୀରାମଙ୍କୁ ତୀକ୍ଷ୍ଣ ମୁନା ନାରାଚ ବିନ୍ଧିଲେ। ଶନିବାଣେ ରାମଚନ୍ଦ୍ର କାଟି ପକାଇଲେ, ଅସୁରଙ୍କୁ ତୀକ୍ଷ୍ଣ ମୁନା ନାରାଚ ବିନ୍ଧିଲେ। ପଡ଼ିଲା ନାରାଚ ଯାଇ ଦୈତ୍ୟଙ୍କ ଉପରେ, 300 ଅସୁର ପଡ଼ିଲେ ଭୂମିରେ। ଖଣ୍ଡ ଖଣ୍ଡ ହୋଇ ଦୈତ୍ୟ ଲୋଟିଲେ ଧରଣୀ, ପୁଣି ଶତ ବାଣ ରାମ ବିନ୍ଧିଲେ କଟାଣି। ଲକ୍ଷକ ଅସୁର ପୁଣି ପଡ଼ିଲେ ଭୂମିର, ହାବଡ଼ା ବାଣେକ ପୁଣି ବିନ୍ଧି ରଘୁବୀର। ସହସ୍ରେକ ରଥ ଭାଙ୍ଗି ଚୂର୍ଣ୍ଣ କରିଦେଲେ, ଭୟରେ ରାକ୍ଷସ କେହି ଆଗେ ନ ରହିଲେ। ପଳାନ୍ତି ଅସୁର ଗଣ ପଛକୁ ନ ଚାହିଁ, ଗୋଡ଼ାଇଣ ବାଣ ବିନ୍ଧୁଛନ୍ତି ରଘୁସାଇଁ। ଦେଖି ସତଶିରା ବୀର ଓଗାଳିଲା ଆସି, ଗଦାବର ବୁଲାଇଣ ଫିଟିଲା କର୍ଷି। ଶତଭୁଜେ ଧନୁଷର ଶତଭୁଜ ବାଣ, ଶ୍ରୀରାମଙ୍କ ଉପରକୁ ବିନ୍ଧେ କରି ଟାଣ। ମନ୍ତ୍ରୀଣ କତୁରୀ ବାଣ ମାରି ରଘୁବୀର, ହସ୍ତୁ ଶତ ଗୋଟା ଧନୁ କାଟିଲା ତାହାର। ନିଶସ୍ତ୍ର ହୋଇଣ ବୀର ଗଲା ଅପସରି, ପୁନ ପୁନ ବାଣ ବିନ୍ଧୁଛନ୍ତି ଚାପ ଧାରି। ଶମ୍ଭୁ ନିଶମ୍ଭୁ ଏବେନି ବାଟ ଓଗାଳିଲେ, 12 ଲକ୍ଷ ସୈନ୍ୟ ଘେନି ସମରେ ପଶିଲେ। ଅନୁକ୍ଷଣେ ଘନ ଘନ ବାଣ ବିନ୍ଧୁଛନ୍ତି, ଜଳଧାରା ପ୍ରାୟ ବାଣ ଗଗନୁ ଖସନ୍ତି। ଅମୋଘ ଶକତି ମାରି ପ୍ରଭୁ ରଘୁବୀର, କାଟି ପକାଇଲେ ଶମ୍ଭୁ ରାକ୍ଷସର ଶିର। ବେନି ଖଣ୍ଡ ହୋଇ ଦୈତ୍ୟ ଭୂମିରେ ପଡ଼ିଲା,
ଭାଇର ମରଣ ଦେଖି ନିଶମ୍ଭୁ ଧାଇଁଲା। 5 ଲକ୍ଷ ବାଣ କୋପେ ବିନ୍ଧିଲା ଅସୁର। କତୁରୀ ବାଣରେ ନିବାରିଲେ ରଘୁବୀର। ସତେକ ନାରାଜ ପୁଣି ଅସୁର ବିନ୍ଧିଲା। ସହସ୍ରେକ ବାଣ ତାର ଉପରେ ସନ୍ଧିଲା। ବାଣକୁ ଛେଦିଲେ ରାମ ଶକତି ପ୍ରହାରୀ। ବିଶାସଏ ବାଣ ଦୈତ୍ୟ ବିନ୍ଧିଲା ଅଟାରୀ। ହାବଡ଼ା ବାଣେ କପୁଣି ବିନ୍ଧିଲେ ଶ୍ରୀରାମ। ନିଶମ୍ଭୁ ଦୈତ୍ୟର ରଥ ହୋଇଗଲା ଚୂନ। ସେ ହାବଡ଼ା ବାଣ ତହୁଁ ବେଗେ ଚଳିଗଲା। ନିଶମ୍ଭୁ ଅସୁର ମୁଣ୍ଡ କାଟି ପକାଇଲା। ପଡ଼ିଲା ଅସୁର ତଳେ ବେନି ଖଣ୍ଡ ହୋଇ। ଭୟରେ ସକଳ ସୈନ୍ୟ ଗଲେ କପଳାଇ। ଅନୁକ୍ଷଣେ ଗୋଡ଼ାଇଣ ମାରନ୍ତି ଶ୍ରୀରାମ। କୁଢ଼ କୁଢ଼ ହୋଇ ରଣେ ପଡ଼ିଲେ କ ସୈନ୍ୟ। ଗୋଟିଏ ଅସୁର ରାମ ଆଗେ ନ ରହିଲେ। ଶତଶିରା ସହିତେଣ ସର୍ବେ ପଳାଇଲେ। ନୃପତିର ସନ୍ନିଧାନେ ମିଳିଲେ କ ଯାଇ। ଆଜି ସମସ୍ତଙ୍କୁ ରାମ ମାଇଲା ଗୋଡ଼ାଇ। ଶମ୍ଭୁ ନିଶମ୍ଭୁ ଏବେନି ପଡ଼ିଲେ ସମରେ। ଅନଳ ଲଗାଇ ହନୁ ପଶି ଘରେ ଘରେ। ଏହା ଶୁଣି ନରପତି ଚମତ୍କାର ହେଲା। କି ଉପାୟ କରିବଇ ମନେ ବିଚାରିଲା। ପୁତ୍ର ନାତି ଦୁହି ତାକୁ ରଥରେ ବସାଇ। ରାଣୀ ମହାଦେଶଙ୍କୁ ସେ ସଙ୍ଗତରେ ନେଇ। ଗଗନ ମାର୍ଗରେ ରଖି ଧାଇଁଲା ଅସୁର। କ୍ରୋଧେ ଥରହର ହୋଇ କମ୍ପେ କଳେବର। ସହସ୍ର ଭୁଜରେ ଧରି ଅଛି ସରାସନ। ପାଦ ଭରେ କମ୍ପୁଅଛି ବିଲଙ୍କା ଭୁବନ। ଦେଖିଲା କଟକେ ତାର ଲାଗିଛି ଅନଳ। ଲୋକେ ବୋଲୁଛନ୍ତି ରଖ ରଖ ମହିପାଳ। କେ ବୋଇଲା ଦାଦିଆଲୋ କେ ବୋଲଇ ନନା। କେ ବୋଲେ ଉଧରି ଏଥୁ ନିୟମତେ କିନା। କେହି ବା ପୁତ୍ରକୁ ଘେନି ପଳାଇ ଯାଆନ୍ତି। ବାଟ ନ ପାଇଣ ଅଗ୍ନି ଭିତରେ ପଶନ୍ତି। କେ ଘରୁ ବାହାର ହୋଇ ଯାଇ ନ ପାରଇ। କାହାର ଦୁଆରେ ଅବା ଲାଗିଅଛି ଜୁଇ। ଲାଙ୍ଗୁଳ ବେଢ଼ାଇ ଅଛି ଅଞ୍ଜନାର ଚାଟ। ନିରୋଧ କରିଛି ଏଣେ ବିଲଙ୍କାର ବାଟ। ପଳାଇ ଯିବାକୁ ବାଟ କେଉଁଠାରେ ନାହିଁ। ବିକଳ ହୋଇ କେହି ନ ପାରନ୍ତି ଯାଇ। ଲୋକଙ୍କ ବିକଳ ରାଜା ସହି ନ ପାରିଲା। କ୍ରୋଧ ଭରେ ଏକ ଗୋଟା ମୁଦ୍ଗର ଧଇଲା। ବୁଲାଇଲା ତାକୁ 200 ହାତରେ। ପିଟିଲା ଯେ ଦୈତ୍ୟପତି ମାରୁତି ଉପରେ। ଘାଏ ଘୁମାଇଲା ବୀର ପବନର ବଳା। ଘଡ଼ିକରେ ହନୁମନ୍ତ ଚେତନା ପାଇଲା। ମହାକୋପେ ଧାଇଁଲା ସେ ପବନର ସୁତ। ଅସୁରର ବକ୍ଷସ୍ଥଳେ କଲା ପଦାଘାତ। ସମ୍ଭାଳି ନ ପାରି ହନୁମାନ ପାଦ ଭର। 11 ଯୋଜନ ଦୂରେ ପଡ଼ିଲା ଅସୁର। ଗଗନ ମାର୍ଗକୁ ଚାହିଁ ଦେଲା ହନୁମାନ। ଦିବ୍ୟ ରଥ ଗୋଟାଏ ରହିଛି ଶୂନ୍ୟେଣ। ତାହା ଦେଖି ବାମ କର ବଢ଼ାଇଲା ହନୁ। ବିମାନକୁ ଧରିଲା ସେ ଅଞ୍ଜନାର ଶୂନୁ। ପ୍ରଚଣ୍ଡ ନଳ ମଧ୍ୟେ ପକାଇଲାଣି। ବିକଳ ହୋଇ ଉଚ୍ଚେ କାନ୍ଦିଲେ ତରୁଣୀ।
ମରଲୋ ସୁରି ବୋଲି ତହୁଁ ଚଳିଗଲା। ନଗର ଯାକ ହନୁମନ୍ତ ଲାଞ୍ଜ ବଢ଼ାଇଲା। ଯେତେ ସ୍ତ୍ରୀ ପୁରୁଷ ତହିଁ ଦେଖେ ହନୁମାନ। ସମସ୍ତଙ୍କୁ ଅଗ୍ନି ମଧ୍ୟେ ପକାଅ ବହନ। ବାଳ ବୃଦ୍ଧ ଯୁବା ଆଉ ଯେତେ ନଗ୍ରେ ଥିଲେ, ସମସ୍ତଙ୍କୁ ହନୁ ଅଗ୍ନି ମଧ୍ୟେ ପକାଇଲେ। ଗୋଟିଏ କତହିଁ ହନୁମନ୍ତ ନ ଛାଡ଼ଇ, ସଭିଙ୍କି ଧରିଣ ଅଗ୍ନି ଭିତରେ ପକାଇ। ମହାଘୋର ଶବ୍ଦ ଶୁଭୁ ଅଛି କଟକରେ, ରାମ ଯୁଦ୍ଧ କରୁଛନ୍ତି ଉତ୍ତର ଦୁଆରେ। ପ୍ରଳମ୍ବା ଦଇତ ଆସି ରାମଙ୍କୁ ଭେଟିଲା, କଦମ୍ବା ଅମ୍ବାକୁ ସେ ଘେନିଣ ଯୁଦ୍ଧ କଲା। ବିନ୍ଧୁଛନ୍ତି ତିନି ବୀର ଲକ୍ଷ ଲକ୍ଷ ଶର, ଶ୍ରୀରାମ ଉପରେ ବାଣ ପଡ଼େ ନିରନ୍ତର। ଚିତ୍ରସେନକୁ ଶ୍ରୀରାମ ଅଦୃଶ୍ୟ ହୋଇଲେ, ଜଳବୃଷ୍ଟି ପ୍ରାୟ ଦୈତ୍ୟ ବାଣ ବରସିଲେ। ରାତ୍ର ପାହିଗଲା ଉଦେ ହେଲେ ଦିନକର, ଘୋର ଯୁଦ୍ଧ କରୁଛନ୍ତି ରଥେ ଚାପ ଧର। ଲାଗିଲା ସମର ଦିଗ ହେଲା ଅନ୍ଧକାର, ଦେବତାଏ ଦେଖି ଭୟ ହେଲେ ଥରହର। ଲକ୍ଷ ଲକ୍ଷ ମୁଣ୍ଡ ବାଣେ କାଟନ୍ତି ଶ୍ରୀରାମ, ରୁଧିର ନଦୀଏ ବହିଗଲା ତତକ୍ଷଣ। ମୃତ ଶବ ପଡ଼ିଲା ଯେ ପର୍ବତ ଆକାରେ, ଷୋଲ ଭେଳା ପ୍ରାୟ ଶବ ଭାସିଲା ରୁଧିରେ। କତୁରୀ ବାଣେ ରାମ ମାଇଲେ କଟାଣି, ପ୍ରଳମ୍ବା ଅସୁର ମୁଣ୍ଡ ପକାଇଲେ ହାଣି। ଛିଡ଼ିଗଲା ମୁଣ୍ଡ ତାର ପଡ଼ିଲା ଭୂମିରେ, ଦେଖି ହାହାକାର ଧ୍ୱନି କଲେ କସୁରେ। ଭାଇର ମରଣ ଦେଖି ଅମ୍ବାସୁର ବୀର, ଶ୍ରୀରାମଙ୍କ ଉପରକୁ ବିନ୍ଧେ ତୀକ୍ଷ୍ଣ ଶର। 7 ଲକ୍ଷ ବାଣ କୋପେ ମାଇଲା ନିଠାଇ, ଗଗନେ ଅଦୃଶ୍ୟ ହେଲେ ଛାୟା ଦେବୀ ସାଇଁ। ରାମଙ୍କ ଉପରେ ଆସି ପଡ଼ନ୍ତେ ସେ ବାଣ, କତୁରୀ ବାଣେ ଟାଣି ବାରିଲେ ରଘୁରାଣ। ହାବଡ଼ାସରେ କପୁଣି ବିନ୍ଧିଲେ ରାଘବ, ନିବାରଣ କରି ନ ପାରିଲା ସେ ଦାନବ। ଅଚେତନ ହୋଇ ବୀର ପଡ଼ିଲା ଭୂମିରେ, ଚେତନା ପାଇଣ ପୁଣି ଧାଇଁଲା କ୍ରୋଧରେ। ଲୁହାର ଗୁରୁ ଜୟକ ପିଟିଲା କନେଇ, ସାବେଳି ଘେନିଣ କୋପେ ରାମଙ୍କୁ ଫିଟଇ। ପାଶୁପତ ବାଣ ବିନ୍ଧି ପ୍ରଭୁର ଘୁମଣି, ପ୍ରତାପୀ ଦୈତ୍ୟର ମୁଣ୍ଡ ପକାଇଲେ ହାଣି। ବିମାନ ଚଳାଇ ତହୁଁ ଯାନ୍ତେ ଚାପଧାରୀ, ଧାଇଁଲା କଦମ୍ବା ହାତେ ଧନୁଶର ଧରି। ବୋଇଲା କେଣିକି ଯାଉ ଅଛୁରେ ମାନବ, ଆଜି ତୋତେ ସଞ୍ଜୀବନୀ ପୁର ଦେଖାଇବ। ଏତେ କହି ଶକତିଏ ମାଇଲା ନିଠାଇ, 5 ବାଣେ ସେ ଶକତି କାଟି ରଘୁସାଇଁ। ଇନ୍ଦ୍ର ଅସ୍ତ୍ର ପ୍ରହାରିଲେ ମଲା ସେ ଅସୁର, ହନୁକୁ ଭେଟିଲେ ପୂର୍ବ ଦ୍ୱାରେ ରଘୁବୀର। ଦେଖିଲେ ମାରୁତି ତହିଁ ଲଗାଉଛି ଜୁଇ, ପୁରର ଚାରିପାଶରେ ଲାଙ୍ଗୁଡ଼ ବେଢ଼ାଇ। ଶ୍ରୀରାମଙ୍କ ପାଦେ ହନୁ କଲା ନମସ୍କାର, ବହୁତ ପ୍ରଶଂସା ତାକୁ କଲେ ରଘୁବୀର। ଧନ୍ୟ ଧନ୍ୟ ହନୁମନ୍ତ ଦେବ କାର୍ଯ୍ୟ କଲୁ, ବିପତ୍ତି କାଳରେ ଆସି ସାହା ମତେ ହେଲୁ। ସମର ନ କର ଦେହ ହେଲାଣି ଅଶକ୍ତ,
प्रचंड गिरी की चाल जिबा हनुमंत कालीर युद्धरे निश्चय मरिब राजन हेउ बोली सनमत कला हनुमान बिलंकार चारि पार्श्वे अग्नि लगाइला गगन मार्गरे हनुमंत चली गला शून्य चलाई रथ नेला चित्रसेन अनल देवता पड़ी बिलंका भुवन बिलंका नगरु राम बाहर होइले प्रचंड पर्वत परे जाइबी जे कले द्वितीय प्रहर होई अछि दिनकर रथरु तुरी प्रभु रघुकुल वीर समुद्रे पसीण स्नान नित्य कर्म सारी पितांक तर्पण सारी से कोदंड धारी फलमूल भुंजिले क पर्वत उपरे सोइले श्रीराम जाई विजयी रथरे शुण गो पार्वती देवी बोलंती शंकर रामायण ग्रंथ शुणी पाप कर दूर शुणिन पार्वती देवी जोड़िबे निकर बोइले भविष्यनाथ कहंतु उत्तर निश्चिंते विजया रथे सोइले श्रीराम केवण विचार पुणी कले नृपराण ईश्वर बोइले हनु अग्नि लगाइण बिलंका नगर जाक सबु पोड़ी देला 16 लक्ष हस्ती तिनी अयुत सैन 7 सहस्र घर पोड़ी देला हनुमान 12 गोटी 5 खर्ब 300 अयुत स्त्री पुरुष बध कला वीर हनुमंत 5 पद्म वाद्यकार परार्धे असुर पोड़ी पकाइला एते सैन्य हनु वीर 11 अयुत 3 सहस्र पदाति 7 कोटी 5 लक्ष 300 रथी अयुते मार्जार तही संगे पोड़ी गले के गणी पारिब मूषा माछी जेते मले विकल होइण लोके करंती रोदन अग्निमय होई अछि बिलंका भुवन एहा देखि नृपति को किछि न स्फुरिला 2,000 कर निज कपाळे माइला राउत को चाही पुणी बोले नृपमणि अग्नि लिभाओरे बेगे पकाइण पाणी राउत माहुंत आज्ञा पाई बेगे गले जे जाहार घरे पशी अग्नि लिभाइले पोड़ीबार द्रव्य सबु संभाली रखंती कहंती असर शुण शुण गो पार्वती विकले भालई बसी बिलंका राजन रात्रि आसी परवेश हेला सेहि दिन घेनी पात्र मित्र मंत्री गण पुत्र भाई आस्थान उपरे बसी नृपति भालई मोर शत्रु राम मते हेला बलियार केमंते मो शत्रु नाश जीवरे कुमर एका जन करे केही न पारिले जीणी देवतांको जोगु सिना ओइला से पुणी एड़े बड़ राज्य मोर कला छार खार सैन्य बल समस्तंकु नासिला मोहर कि बुद्धि करिबी कुह पचारे राजन उबुरा अछंती बाबू केते आउ सैन्य शुणिण त्रिशिरा वीर गणना करई
ପଞ୍ଚଦଶ ପଦ୍ମ ଆଉ ରାଉତ ଛଇ, ଆହୁରି ଅଛନ୍ତି 80 କୋଟି ମହାବୀର। ପଦାତିକ ସୈନ୍ୟ ଅଛନ୍ତି 20 ସାଗର। 12 ଲକ୍ଷ ପଏକାର 1 ଜିତା। 7 ପଦ୍ମ ଅଛନ୍ତି ଯେ ହସ୍ତି ମଦମତା। ବାଦ୍ୟକାର 5-10 ସହସ୍ର ଅଛନ୍ତି। ଏହା ଶୁଣି ନୃପବର ସୈନ୍ୟକୁ କହନ୍ତି, ଚାରିଦ୍ୱାର କବାଟକୁ ବନ୍ଦ କରିଦେଇ ଯେ ଯାହାର ଅସ୍ତ୍ର ଧରି ଆସ ସଜ ହୋଇ। ଏହି ବିଲଙ୍କା ନଗରେ କେହି ନ ରହିବ, ସମସ୍ତେ ଶ୍ରୀରାମ ସଙ୍ଗେ ସମର କରିବ। ଶୁଣିଣ ରାଉତ ମାନେ ସନମତ କଲେ, ଏତେ କହି ଅନ୍ତପୁରେ ରାଜା ଚଳିଗଲେ। ଏ ସମୟେ ହାତ ଯୋଡ଼ି କହଇ ଡଗର, ଭୋଦେବ ଶୁଣି ମାହେଉ ବିଲଙ୍କା ଈଶ୍ୱର। ରାଣୀଏ ନାହାନ୍ତି ଦେବ ତୋର ଅନ୍ତପୁରେ, ବିମାନ ସହିତ କପି ବାନ୍ଧି ଲାଙ୍ଗୁଡ଼ରେ। ଜଳନ୍ତା ଅନଳ ମଧ୍ୟେ ଦେଲା କପକାଇ, ନିର୍ଦ୍ଦୟ ବାନର ତାର ଟିକେ ଦୟା ନାହିଁ। ପୁତ୍ର ନାତି ଦୁହି ତାରୁ ଏକ ନ ରଖିଲା, ଅଗ୍ନିରେ ପକାଇ ସେହି କପି ପଳାଇଲା। ଏହା ଶୁଣି ନରପତି ହେଲା କୋପାନଳ, ରାଣୀଙ୍କର ବଧ ଶୁଣି ହୋଇଲା ବିକଳ। କି କରିବ ବୋଲି ମନେ ଭାଳଇ ରାଜନ, କେମନ୍ତେ ମାରିବି ଦଶରଥର ନନ୍ଦନ। ଏଥୁ ଅନନ୍ତରେ ଶୁଣ ଦେବୀ ଗୋ ପାର୍ବତୀ, ପ୍ରଚଣ୍ଡ ପର୍ବତେ ଶୋଇଥିଲେ ରଘୁପତି। ଚତୁର୍ଦ୍ଦଶ ଘଡ଼ି ଭୋଗ ହୋଇଥିଲା ରାତ୍ର, ଭାଳନ୍ତି ହନୁକୁ ଘେନି ପ୍ରଭୁ ଜଗନ୍ନାଥ। କେମନ୍ତେ ମରିବ ଦୈତ୍ୟ କହ ହନୁମାନ, ବଡ଼ ଯୋଦ୍ଧା ସତଶିରା ରାଜାର ନନ୍ଦନ। ସବୁ ହିଁ ତ୍ରିଶିରା ଦୈତ୍ୟ ବଳେ ବଳିୟାର, ତାହାକୁ ମାଇଲେ ଜୟ ହୋଇବ ମୋହର। ହନୁମନ୍ତ ବୋଲେ ଦେବ ଭାଳୁଛ କି ପାଇଁ, ଅବଶ୍ୟ ମରିବ ଯୁଦ୍ଧେ ନୃପତିର ଭାଇ। ଏହା ଶୁଣି ରଘୁନାଥ ହୋଇଲେ ମୌନ, ରାତି ପାହିଗଲା ତହୁଁ ଉଠିଲେ ବହନ। ସ୍ନାନ ନିତ୍ୟ କର୍ମ କଲେ ସମୁଦ୍ର ଭିତରେ, ତରପଣ ସାରି ବସି ପର୍ବତ ଉପରେ। ଫଳମୂଳ ଭୁଞ୍ଜି ସୁସ୍ଥ ହେଲେ ରଘୁ ସାଇଁ, ଈଶ୍ୱର କହନ୍ତି ଶୁଣ ଶୁଣ ପ୍ରାଣ ସହି। ସତଶିରାର ପୁନରାୟ ଯୁଦ୍ଧକୁ ଗମନ ଓ ମୃତ୍ୟୁ, ଶୋକ ଭରେ ଅନ୍ତପୁରେ ନଗଲା ନୃପତି। ସେଦିନ ଆସ୍ଥାନେ ରହି ପୁହାଇଲା ରାତି, ରାତ୍ର ପ୍ରଭାତରୁ ଉଠି ସୈନ୍ୟଙ୍କୁ ରାଇଲା। ଅନେକ ବିନୟୀ ହୋଇ ବୁଝାଇ କହିଲା, ଯେତେ ଅଛ ଏ ନଗରେ ସୈନ୍ୟ ପାଏଦାର। ରାଉତ ମାହୁନ୍ତ ଫିରି କାର ବାଦ୍ୟକାର, ତ୍ରିଶିରା ମୋହର ଭାଇ ସତଶିରା ପୁତ୍ର। କିଏ ମୋତେ ମାରିଦେବ ରାମ ହନୁମନ୍ତ, ଏଡ଼େ ବଡ଼ ରାଜ୍ୟ ମୋର ହେଲା ହତଶିରି। ଏକା ଜଣ କରେ ଧ୍ୱଂସ କଲା ଏହି ପୁରୀ। ବୀର ମହାବୀର ଅଛ ଯେତେକ ମୋହର, କହ କିଏ ମାରିଦେବ ମୋତେ ରଘୁବୀର। ଶୁଣି ସତଶିରା ବୋଲେ ବେନି କର ଯୋଡ଼ି, ଭୋଦେବ ବାନର ଗୋଟା
ନଗ୍ର ଦେଲା ପୋଡ଼ି। କୁଟୁମ୍ବ ସହିତ ପୁଣି ମାଇଲା ଆମ୍ଭର, ଆଜି ମୁଁ ମାରିବି ଆଜ୍ଞା ଦିଅ ନୃପବର। ଶ୍ରୀରାମ ହନୁକୁ ନିଶ୍ଚେ ମାରିବି ମୁଁ ଆଜ, ମୋହର ପ୍ରତିଜ୍ଞା ଆଜ ବୁଝ ଦୈତ୍ୟରାଜ। ଯେବେ ନ ମାରିବି ମୁହଁ ଆଜର ଘୋଷାଇ, ତୋହର ନଗ୍ରକୁ ଫେରି ନ ଆସିବି ମୁହିଁ। ଶୁଣିଣ ବିଲଙ୍କାପତି ହରଷ ହୋଇଲା, ଏ ମୋହର ମାନ ପୁତ୍ର ରଖରେ ବୋଇଲା। କୋଳ କରି ଆଣି ପାଶେ ବସାଇ ରାଜନ, ବାରମ୍ବାର ପୁତ୍ର ମୁଖେ ଦେଲା କଚୁମ୍ବନ। ଯେମନ୍ତ ମରଇ ବାବୁ ଯୁଦ୍ଧେ ରଘୁବୀର, ତେମନ୍ତ ଉପାୟ କରି ବାନର କୁମାର। ଅକଣ୍ଟକ ରାଜ୍ୟ ଭୋଗ କରରେ ନନ୍ଦନ, ଏତେ ବୋଲିଣ ସ୍ୱହସ୍ତେ ଦେଲା ଗୁଆ ପାନ। ରାଉତକୁ ବୋଇଲାରେ ସୈନ୍ୟ ସାଜ ଯାଇ, ଶ୍ରୀରାମ ହନୁକୁ ଆଜି ମାରିବଇ ମୁହିଁ। ସତ ଶିରାଜ୍ଞା ପାଇ ଅସୁର ଚଳିଲେ, ସୈନ୍ୟ ସାଜ ବୋଲି ନଗ୍ରେ ଘୋଷଣା ଯେ ଦେଲେ। ବିଝି ଘୋଷ ଦାଉଣ୍ଡି ଯେ ଟମକ ନିଶାଣ, ନାନାବିଧ ବୀର ବାଦ୍ୟ ବାଜେ ଘନ ଘନ। ସଜ ହୋଇ ଆସିଲେ ଯେ ରାଉତ ମାହୁନ୍ତ, ପାଇକ ଯେ ପଏଦାର ଗଜ ଅସରଥ। ବାଟ ଘାଟ ପୁରୀ ଗଲା ପଦାତି ସୈନ୍ୟରେ, ରାଉତେ ବସି ଆସିଲେ ଅଶୋକ ଉପରେ। ଗଜଙ୍କ ଉପରେ ଯାଇ ମାହୁନ୍ତେ ବସିଲେ, ଶାବଳୀ ଲାଙ୍କିଆ ଅସି ପତ୍ର ଯେ ଘେନିଲେ। ଭାଲ ତୀକ୍ଷ୍ଣ ଶୂଳ ଘେନି ଧାମନ୍ତି ଅସୁର, ସଜ ହୋଇ ବାହାରିଲା ରାଜାର କୁମାର। ରଥର ଉପରେ ସତ ଶିରା ବିଜେ କଲା, ସତ ଭୁଜେ ସତ ଗୋଟା ସାବେଳି ଘେନିଲା। ଆର ସତ ଭୁଜେ ପୁଣି ମୁଦ୍ଗର ଧଇଲା, ସତ ଶିରେ ବୀର ସତ ମୁକୁଟ ବାନ୍ଧିଲା। ଈଶ୍ୱର ବୋଇଲେ ଦେବୀ ପାର୍ବତୀ ଗୋଷୁଣ, ଉତ୍ତର ଦୁଆର ଦେଇ ବାହାରିଲେ ସୈନ୍ୟ। 11 ଯୋଜନ ପଥ ମାଡ଼ିଣ ଧାମନ୍ତି, ସୈନ୍ୟର ଗହଳେ ପୃଥ୍ୱୀ ଦେବୀ ଚମକନ୍ତି। ଗହ ଗହ ଶବ୍ଦ ଶୁଭେ ବିଲଙ୍କା ନଗରରେ, ସମସ୍ତେ ବୋଲନ୍ତି ମାର ରାମଙ୍କୁ ସମରେ। ଘୋର ଗରଜନ କରି ବାହାରିଲେ ସୈନ୍ୟ, ପର୍ବତ କନ୍ଦର ପାଦେ ହେଉଅଛି ଚୂର୍ଣ୍ଣ। ପ୍ରଳୟ ସିନ୍ଧୁ କାଳରେ ଯେହ୍ନେ ଗରଜଇ, ସେହି ପରକାରେ ବାଦ୍ୟ ନାଦ ଶୁଭୁଛଇ। ହନୁକୁ ବୋଲନ୍ତି ପ୍ରଭୁ ଶ୍ରୀ ରଘୁନନ୍ଦନ, ଅଇଲା କି ଥାଟ ଘେନି ବିଲଙ୍କା ରାଜନ। ବେଗେ ଯାଇ ରଥ ସଜ କର ଚିତ୍ରସେନ, ଶୁଣିଣ ପର୍ବତେ ଉଠି ଦେଖେ ହନୁମାନ। ଶ୍ରୀରାମଙ୍କୁ ବୋଲେ ପ୍ରଭୁ ଧନୁ କରେ ଧର, ଗୋଟାଏ ଉବୁରି ଯେହ୍ନେ ନ ଯାନ୍ତି ଅସୁର। ଏତେ ବୋଲି ବୀରମଣି ପଶ୍ଚିମକୁ ଗଲା, ପର୍ବତ ଭିତରେ ଯାଇ ଗୁପତେ ରହିଲା। ବିଜୟ ବିମାନ ସାଜି ଦେଲା ଚିତ୍ରସେନ, ମଙ୍ଗଳା ସୁମରି ବିଜେ
ତହିଁରେ ଶ୍ରୀରାମ। ଧନହୁଳ ରାମଚନ୍ଦ୍ର ଗୁଣ ବଢ଼ାଇଲେ, ବାର ବାର ଆମନ୍ତ୍ରିଣ ଧନୁ ଟଙ୍କାରିଲେ। ଧନୁ ଟଙ୍କାରନ୍ତେ ତିନି ପୁର ଉଛୁଳିଲା, ଶୁଣିଣ ଅସୁର ଥାଟ ଚମକି ପଡ଼ିଲା। ଘନ ଘନ ଧନୁ ଟଙ୍କାରନ୍ତେ ରଘୁପତି, ଦୁଲୁ ଦୁଲୁ ହୋଇ କମ୍ପି ଗଲା ବସୁମତୀ। କ୍ରୋଧେ ବୈଷ୍ଣବ ରୂପକୁ ରାମ ଧ୍ୟାନ କଲେ, ଚାହୁଁ ଚାହୁଁ ଶତରୁଦ୍ର ତେଜକୁ ଧଇଲେ। ସେ ତେଜରେ କମ୍ପମାନ ହେଲା ତିନି ପୁର, ଚାହିଁ ନ ପାରିଲେ ତାକୁ ସବୁ ରକ୍ଷ ବୀର। ଦେଖି କରି ହନୁମନ୍ତ ଭକ୍ତିରେ ନମଇ, ସାମାନ୍ୟ ଯୁଦ୍ଧରେ ପ୍ରଭୁ କୋପ କାହିଁ ପାଇଁ। ବଦନ୍ତି ଈଶ୍ୱର ଶୁଣ ଦେବୀ ଗୋ ପାର୍ବତୀ, ଧନୁର ଟଙ୍କାର ଶୁଣି ଅସୁର ଗର୍ଜନ୍ତି। ଏହି ରାମ ବୋଲି ବେଗେ ଧାଇଁଲେ ଅସୁର, ପ୍ରଚଣ୍ଡ ଗିରିକି ବେଢ଼ି ଗଲେ ସତେ ପୁର। ଶ୍ରୀରାମଙ୍କୁ ଲକ୍ଷ୍ୟ କରି ବିନ୍ଧୁଛନ୍ତି ବାଣ, କାଳ ସର୍ପ ପ୍ରାୟ ଗରଜନ୍ତି ଘନ ଘନ। ଦକ୍ଷିଣ କୋଦଣ୍ଡଧାରୀ ପ୍ରଭୁ ରଘୁବୀର, କ୍ରୋଧ ଭରେ ପ୍ରହାରିଲେ ସହସ୍ରେ କସର। ଶ୍ରୀରାମଙ୍କ ହସ୍ତେ ସେହି ଅସ୍ତ୍ର ଚଳିଗଲା, 200 ଅସୁର ମୁଣ୍ଡ କାଟି ପକାଇଲା। ଛିଡ଼ି ମୁଣ୍ଡମାନ ପଡ଼ି ଗଡ଼ିଲେ ଭୂମିରେ, ଦେଖି ହାହାକାର କଲେ ସକଳ ଅସୁରେ। 11 ସହସ୍ର ଯୋଦ୍ଧା ସମସ୍ତେ ଧାଇଁଲେ, ଶ୍ରୀରାମ ଉପରେ ତୀକ୍ଷ୍ଣ ଶରବୃଷ୍ଟି କଲେ। ଦକ୍ଷିଣ କୋଦଣ୍ଡ କୋପେ ଧଇଲେ ଶ୍ରୀରାମ, ଅସୁରଙ୍କ ଉପରକୁ ବିନ୍ଧିଲେ କବାଣ। 11 ସହସ୍ର ଯୋଦ୍ଧା ପଡ଼ିଲେ ଭୂମିରେ, ଦେଖି ଶତ ଶିରା ବୀର କମ୍ପେ ଥର ହରେ। ଶତଭୁଜେ ଧନୁ ଧରି ରାବଣର ବଳା, 7 ଲକ୍ଷ ବାଣ ଏକା ବେଳକେ ବିନ୍ଧିଲା। ଚଳିଲା ନାରାଜ ପବନର ଗତି ଜାଣି, କରୁରି ବାଣରେ ତା କାଟିଲେ ରଘୁମଣି। କ୍ରୋଧ ଭରେ ଗରଜଇ ରାଜା ରତନୟ, ବାଣ ବୃଷ୍ଟି କରଇ ସେ ଜଳଧାରା ପ୍ରାୟ। ରଘୁନାଥଙ୍କ ଉପରେ ପଡ଼େ ଯାଇ ସର, ଦିବସର ରଣ ଭୂଇଁ ଦିଶେ ଅନ୍ଧକାର। ଏହା ଦେଖି କୋପ କଲା ବୀର ହନୁମାନ, ଗଗନ ମାର୍ଗରେ ଧାଏଁ ପବନ ନନ୍ଦନ। ଅସୁର ରଥରେ ଉଠିଲା କହନୁ ଯାଇ, ନିଘାତ ସମାନ ବଜ୍ର ବିଧାଏ ମାରଇ। ବିଧାଘାତେ ଅସୁରର ଭାଙ୍ଗିଲା ବିମାନ, ଭୂମିଗତ ହୋଇଲା ସେ ରାବଣ ନନ୍ଦନ। ମାଡ଼ି ବସିଲା ତାହାକୁ ଅଞ୍ଜନାର ବଳା, ଏକ ଗୋଟା ମୁଥ ତାର ଛାତିରେ ମାଇଲା। ମୁଥାଘାତେ ଶତ ଶିରା ବୀର ମୂର୍ଚ୍ଛା ଗଲା, 2 ଗୋଡ଼ ଧରି ହନୁ ମନ୍ତ ବୁଲାଇଲା। ନୀଳ ସୁନ୍ଦର ପର୍ବତେ କଚାଡ଼ିଲା ନେଇ, ଗିରିବର ଚୂନ ହେଲା ବାଳି ତାର ଦେହି। ଘଡ଼ି ଏକ ମୂର୍ଚ୍ଛା ହୋଇ ପଡ଼ିଲା ଅସୁର,
ଧାଇଁ ଯାଇ ଆକର୍ଷଣ ହନୁମନ୍ତ ବୀର। ଧରା ଧରି ହୋଇ ଦୁହେଁ ଭୂମିରେ ଲୋଟିଲେ। ଭୁଜରେ ଭୁଜକୁ ପାଦେ ପାଦକୁ ଛନ୍ଦିଲେ। ବିଧା ମୁଥା ମରାମରି ହନ୍ତିବେନି ବୀର। ଅନଳ ହୁଅଇ ଜାତ ଅଙ୍ଗୁ ଦୁହିଁଙ୍କର। ତର୍ଜନ୍ତି ଗର୍ଜନ୍ତି ଗାଳି ଦିଆ ଦେଇ ହନ୍ତି। କିଳି କିଳା ଶବ୍ଦ କରି ପୁଣି ସେ ଧାମନ୍ତି। ଉତ୍ତର ଭାଗରେ ଯେଉଁ ସୈନ୍ୟ ରହିଥିଲେ 80 କୋଟି ସୈନ୍ୟ ଯାଇ ରାମଙ୍କୁ ବେଢିଲେ। ଅନୁକ୍ଷଣେ ଅସ୍ତ୍ର ଶସ୍ତ୍ର କରନ୍ତି ପ୍ରହାର। ଛେଦନ କରନ୍ତି ଶସ୍ତ୍ର ସବୁ ରଘୁବୀର। ନିଠାଇ ରାମକୁ ତହୁଁ ବିନ୍ଧିଲେ କବାଣ। 10 ଦିଗ ଅନ୍ଧକାର ନଦିଶେ ଗଗନ। ଦକ୍ଷିଣ କୋଦଣ୍ଡଧାରୀ ପ୍ରଭୁ ରଘୁବୀର। କୋପ ଭରେ ବିନ୍ଧିଲେ କ ଜ୍ୱାଳା ବଳିସର। ପାଶୁପତ ବାର ପୁଣି ବିନ୍ଧିଲେ ଶ୍ରୀରାମ। ବ୍ରହ୍ମ ଶକ୍ତି ବଜ୍ର ଶକ୍ତି ନାଗ ଫାସ ବାଣ। ଚଳିଲେ ନାରାଜ ମାନେ ଆକାଶ ମାର୍ଗରେ। ବଜ୍ର ପ୍ରାୟ ପଡ଼ିଲେ ସେ ଦୈତ୍ୟଙ୍କ ଉପରେ। ଛିଡ଼ିଗଲା ମୁଣ୍ଡ ମାନ ପଡ଼ିଲେ ଭୂମିରେ। ବିଲଙ୍କାର ଯୁଦ୍ଧ ଭୂମି ପୁରିଲା ରୁଧିର। ସମୁଦ୍ର ମଧ୍ୟକୁ ସେହି ରକ୍ତ ବହିଗଲା। ସମୁଦ୍ରର ଜଳ ସବୁ ନାଲିଆ ଦିଶିଲା। ଦକ୍ଷିଣ ଅସୁର ସୈନ୍ୟ କୋପେ ଗଲେ ଜଳି। ଶ୍ରୀ ରଘୁନାଥଙ୍କୁ ମୁଖେ ଦେଉଛନ୍ତି ଗାଳି। ଆରେ ରେ ମାନବ ତୁହି ଆଜି ଯିବୁ କାହିଁ। ନିଶ୍ଚେ ଯମ ଦର୍ଶନ କରାଇବୁ ନେଇ। ହନକୁ ଛାଡ଼ିଣ ବେଗେ ଧାଇଁଲା ଦଇତ। ପର୍ବତ ଗୋଟାଏ ହସ୍ତେ ଉପାଡ଼ି ତୁରିତ। ଶ୍ରୀରାମଙ୍କ ରଥେ ତାହା ପିଟିଲା କନେଇ। ପୁଣି ହନୁମନ୍ତ ତାକୁ ଧଇଲା କଯାଇ। ପର୍ବତ ଛଡ଼ାଇ ହସ୍ତେ ପବନର ବଳା। ଶତ ଶିର ବୀର ପରେ ନେଇ କଚାଡ଼ିଲା। ମୁଣ୍ଡେ ପଡ଼ି ଯେଡ଼େ ବଡ଼ ଗିରି ହେଲା ଚୂର। ଧନୁ ଧରି ରାମ ପ୍ରହାରିଲେ 10 ଶିର। ଦଇତ ହୃଦରେ ବାଣ ପଡ଼ିଲା କଯାଇ। ଅଙ୍ଗେ ବାଜି ଭାଙ୍ଗିଗଲା ବେନି ଖଣ୍ଡ ହୋଇ। ଏହା ଦେଖି ଚମତ୍କାର ହୋଇଲେ ଶ୍ରୀରାମ। କୋପେଣ ବିନ୍ଧିଲେ ପୁଣି ଜ୍ୱାଳା ବଳି ବାଣ। ଅସୁର ଅଙ୍ଗରେ ପଡ଼ି ହୋଇଲା କଚୂର୍ଣ୍ଣ। ଏହା ଦେଖି ଭୟ କଲେ ଶ୍ରୀ ରଘୁନନ୍ଦନ। ଲୁହା ଧନୁ ଏକ କରେ ଧଇଲା ଅସୁର। ରାମଙ୍କ ଉପରେ ବାଣ କଲା କ ପ୍ରହାର। 50 ସହସ୍ର ବାଣ ବିନ୍ଧିଲେ କଟାଣି। କତୁରୀ ବାଣରେ ତା କାଟିଲେ ରଘୁମଣି। ଖଣ୍ଡ ଖଣ୍ଡ ହୋଇ ବାଣେ ପଡ଼ିଲା ଭୂମିରେ। ଦେଖି ଶତ ଶିରା କୋପେ ଗରଜନ କରେ। ପୁଣି ଶ୍ରୀରାମଙ୍କୁ ବିନ୍ଧି ଲାଖ ଲକ୍ଷେ ବାଣ। କାଟି ପକାଇଲେ ତାହା କୋଦଣ୍ଡ ଧାରଣ। ପାଶୁପତ ବାଣ ଜ୍ୱାଳା ବଳି ଅଗ୍ନିଶର। କୋପେଣ ବିନ୍ଧିଲେ ପୁଣି କୌଶଲ୍ୟା କୁମର। ଶୂନ୍ୟ ମାର୍ଗେ ବିକ୍ରମିଣ ନାରାଚ ଚଳିଲା।
ସତଶିରା ଦୈତ୍ୟର ହୃଦରେ ପଡ଼ିଲା। ଏକାବେଳେ ଛିଡ଼ିଗଲା 7 ଗୋଟା ଶିର। ପର୍ବତ ଉପରେ ମୁଣ୍ଡ ପଡ଼ି ହେଲା ଚୂର। ଘୋର ଗରଜନ କଲା ରାଜାଙ୍କ କୁମର। ଶବଦ ଆଘାତେ କମ୍ପି ଗଲା 3 ପୁର। ଏହା ଦେଖି ଦେବଗଣ ହରଷ ହୋଇଲେ। ଧନ୍ୟ ଧନ୍ୟ ରାମ ବୋଲି ବହୁ ପ୍ରଶଂସିଲେ। ଅସୁରକୁ ମାରି କୋପେ କୋଦଣ୍ଡ ଧାରଣ। ନିଶ୍ୱାସ ଛାଡ଼ିଲେ ଅତି ଉଚ୍ଚେ ଘନ ଘନ। ପଡ଼ିଲା ଅସୁର ପିଣ୍ଡେ ଯେହ୍ନେ ଗିରିବର। ଅଗ୍ନିବାଣେ ଦହି ପକାଇଲେ ରଘୁବୀର। ପବନାସ୍ତ୍ରେ ପୁଣି ତାକୁ ଦେଲେ କଉଡ଼ାଇ। ସମୁଦ୍ର ଜଳରେ ରାମ ପକାଇଲେ ନେଇ। ଦେଖି ସୁରେନ୍ଦର ଶିରେ ପୁଷ୍ପ ବୃଷ୍ଟି କଲା। ଧନ୍ୟ ଧନ୍ୟ ରାମଚନ୍ଦ୍ର ବୋଲି ପ୍ରଶଂସିଲା। ପଳାଇଲେ ଅସୁର ଯେ ଜାନମାନ ଛାଡ଼ି। ହନୁମାନ ଯୁଦ୍ଧ ତେଜି ଅଇଲା ବାହୁଡ଼ି। ସନ୍ଧ୍ୟା କାଳେ ଶ୍ରୀରାମଙ୍କୁ କଲା ଦର୍ଶନ। ଆନନ୍ଦ ହୋଇଲା ଦେଖି ଶ୍ରୀ ରଘୁନନ୍ଦନ। ଶ୍ରୀରାମ ବୋଇଲେ ମଲା ସତଶିରା ବୀର। ଆବର ବିରେକ ଅଛି ତ୍ରିଶରା ଅସୁର। ଏତେ ବୋଲି ରାମଚନ୍ଦ୍ର ସମୁଦ୍ରେ ପଶିଲେ। ସ୍ନାନ ତର୍ପଣ ସାରି ପର୍ବତେ ବସିଲେ। ଫଳମୂଳ ଭୁଞ୍ଜି ସୁଖେ କଲେ କଶୟନ। ବନେ ପଶି ଫଳମୂଳ ଖାଏ ହନୁମାନ। ଚିତ୍ରସେନ ଗନ୍ଧର୍ବକୁ ଫଳମୂଳ ଦେଲା। ଭୁଞ୍ଜି ଚିତ୍ରସେନ ରଥ ଉପରେ ଶୋଇଲା। ଏଥୁ ଅନନ୍ତରେ ଦେବୀ ଶାକମ୍ଭରୀ ଶୁଣ। ଭଗ୍ନ ବଳ ତହୁଁ ବେଗେ ଗଲେ ପଳାଇଣ। ସମସ୍ତଙ୍କ ନୟନରୁ ବହୁ ଅଛି ଲୁହ। ଆସ୍ଥାନ ଉପରେ ଥିଲା ଲକ୍ଷଶିରା ପୁଅ। ପଦ ତଳେ ପଡ଼ି ସର୍ବେ ଜଣାଇଲେ ଯାଇ। ଆଜିଠାରୁ ବୀର ଶୂନ୍ୟ ହେଲା ଲଙ୍କା ଭୂଇଁ। ଭୋଦେବ ମହିମା ଶୁଣ ବିଲଙ୍କା ଈଶ୍ୱର। ସତଶିରା ବୀର ଯୁଦ୍ଧେ ପଡ଼ିଲା ତୋହର। ଶ୍ରୀରାମ ସଙ୍ଗତେ ସେହି ବହୁତ ଯୁଝିଲା। ସୈନ୍ୟ ସହ କୁମରକୁ ଶ୍ରୀରାମ ମାଇଲା। ଶୁଣିନ ବିଲଙ୍କା ରାଜା କାନ୍ଦେ ଉଚ୍ଚ ସ୍ୱରେ। ହାହା ପୁତ୍ର ବୋଲି ଢଳି ପଡ଼ଇ ଭୂମିରେ। ତା 2 ସହସ୍ର ନେତ୍ରୁ ଲୋତକ ବହଇ। 2 ସହସ୍ର ଭୁଜ ନେଇ ହୃଦରେ ମାରଇ। ଆରେ ଆରେ ପୁତ୍ର ମୋର କାହିଁ ଛାଡ଼ି ଗଲୁ। ଆକୁଳ ସମୁଦ୍ରେ ଭେଳା ମୋର ବୁଡ଼ାଇଲୁ। 700-500 ରାଣୀ ଥିଲେ ଯେ ମୋହର। ଏକା ପୁତ୍ର ତୋତେ ପାଇ ଥିଲେ ରେ କୁମାର। ବସିଲେ ହିଆ ସ୍ଥାନେ ସୁନ୍ଦର ଦିଶଇ। ସତେ କବଦନେ ନୀତି ଚୁମ୍ବନ ଦିଅଇ। କେହୁ ପିତା ବୋଲି ପୁତ୍ର ଡାକିବରେ ମତେ। କେଉଁ ଆଡ଼େ ଖୋଜିଅବା ପାଇବଇଁ ତୋତେ। କେ ବଣ ଦେଶରୁ ଏହି ଶ୍ରୀରାମ ଅଇଲା। ଧନୁର୍ଦ୍ଧର ପୁତ୍ରକୁ ମୋ ଯୁଦ୍ଧରେ ମାଇଲା। କି ବୁଦ୍ଧି କରିବି ଉଚ୍ଚେ ରୋଦନ କରଇ। ଆରେ ପୁତ୍ର ମୋତେ ଏକା
କରିଗଲୁ କାହିଁ ମାତା ମାନେ ଏକା କରି ଯାଇଥିଲେ ମତେ। ଆରେ ପୁତ୍ର ତୁହି ଛାଡ଼ି ଗଲୁ ବାକେ ମନ୍ତେ। କି ବୁଦ୍ଧି କରିବି ପୁତ୍ର କାନ୍ଦଇ ରାଜନ। ଶୁଣିବାର ଲୋକେ ଉଚ୍ଚେ କରନ୍ତି ରୋଦନ। ବିଲଙ୍କା ନଗରେ ଘୋର ରୋଦନ ଶୁଭଇ। ତ୍ରିଶିରା ଦୈତ୍ୟ ଉଚ୍ଚେ ରୋଦନ କରଇ। ଷଡ଼ନୟନରୁ ତାର ବହି ପଡ଼େ ନୀର। ନୃପତିଙ୍କ ନୟନରୁ ବହେ ଅଶ୍ରୁଧାର। ରାଜାଙ୍କୁ ପ୍ରବୋଧ ଦିଅନ୍ତି ସେନାପତି ଗଣ। ମଲା ମଣିଷ କି ଆଉ ଆସିବ ରାଜନ। ନୃପତି ବୋଇଲା ହେ ପାତ୍ର ମନ୍ତ୍ରୀ ଶୁଣ। ଏ ନଗ୍ର ଭିତରେ ଦଣ୍ଡେ ନର ହୋଇ ପୁଣ। ଜମବାଡ଼ି ତାଟି ଖଟି ସେବା କରୁଥିଲା। କୁବେର ମୋହର ମଢ଼ି ଆଳ କରୁଥିଲା। ଦେବତାଏ ଖଟିଥିଲେ ପୟରେ ମୋହର। ଏବେ ମୋତେ ସେବା କିମ୍ପା ନ କରେ କୁବେର। ଦେବତାଏ ଶ୍ରୀରାମର ସାହାଯ୍ୟ ପାଇଲେ। 15 ଦିବସ ହେଲା ମୋ ପୁରେ ନଇଲେ। ଦେବତା ମାନେ ଆଉ ନ ସେବିଲେ ଯେ ମତେ। ଶ୍ରୀରାମଙ୍କୁ ବଧ ମୁହିଁ କରିବି କେମନ୍ତେ। ସୈନ୍ୟବଳ ସବୁ ଯୁଦ୍ଧେ ପଡ଼ିଲେ ମୋହର। ପୁତ୍ର ମଲା ମନ୍ତ୍ରୀ ମଲା ପ୍ରଳମ୍ବା ଅସୁର। ଏତେ ବଡ଼ ଗଡ଼ରେ ମୋ ଲାଗିଗଲା ଜୁଇ। କି ବୁଦ୍ଧି କରିବି ମୋର ବୁଦ୍ଧି ଦିଶୁନାହିଁ। ରାଣୀ ମହାଦେଇ ଦାସୀ ପରିବାରି ମଲେ। ମୋର ପ୍ରଜା ମାନେ ବଡ଼ ଅବସ୍ଥା ଲୋଭିଲେ। ଜାଣିଲି ନିଶ୍ଚୟ ଏବେ ହୋଇଲା ମରଣ। ଏ ସହସ୍ର ଶିର ମୋର କାଟିବ ଶ୍ରୀରାମ। କାଲିର ଯୁଦ୍ଧରେ ମାରି ଦେବୁ ରଘୁବୀର। ପୁତ୍ର କଷ୍ଟ କାଲି ପାଶୋରିବ ନୃପବର। ମୂଳ ଥିଲେ ତହୁଁ ଶାଖା ଅନେକ ହୁଅଇ। ଏଥିପାଇଁ ଚିନ୍ତା ତୁ ନ କର ନୃପ ସାଇଁ। କାଲିର ଯୁଦ୍ଧରେ ତୁମ୍ଭେ ଜାଣିବ ବୃତ୍ତାନ୍ତ। କେତେ ବଡ଼ ମାଲ ଯୋଦ୍ଧା ଅଟେ ରଘୁନାଥ। ବେନି କର ଯୋଡ଼ି ବୋଲେ ତ୍ରିଶିରା ଅସୁର। ଆଜ୍ଞା ଦେଲେ କାଲି ମାରି ଦେବି ରଘୁବୀର। ଶୁଣିଣ ନୃପତି ବଡ଼ ହରଷ ହୋଇଲା। ତ୍ରିଶିରା ଦଇତ ମୁଣ୍ଡେ ମୁକୁଟ ବାନ୍ଧିଲା। ଶ୍ରୀରାମଙ୍କୁ ମାରି ଭାଇ ରଖତୁ କିରତି। ଏଡ଼େ ବଡ଼ ନଗ୍ର ପୋଡ଼ି ଦେଲା ରଘୁପତି। ତ୍ରିଶିରା ବୋଇଲା ଦେବ ଏଥକୁ ନ ଭାଳ। କାଲିର ଯୁଦ୍ଧରେ ଶତ୍ରୁ ମାରିବି ତୋହର। ଶୁଣିଣ ନୃପତି ସୁଖେ ପଲଙ୍କେ ଶୋଇଲା। ଚିନ୍ତା ଭରେ ଘନ ଗଡ଼ ନିଶ୍ୱାସ ଛାଡ଼ିଲା। ତ୍ରିଶିରା ଦୈତ୍ୟ ଯୁଦ୍ଧକୁ ଗମନ। ହନୁମାନ ଦ୍ୱାରା ମୃତ୍ୟୁ। ସହସ୍ର ରାବଣ ଯୁଦ୍ଧ। ରାମଚନ୍ଦ୍ରଙ୍କର ପରାଜୟ। ହନୁମାନ ଦ୍ୱାରା ରାଜାର ମୂର୍ଚ୍ଛା ଓ ଫେରିଯିବା। ଈଶ୍ୱର ବୋଇଲେ ଦେବୀ ପାର୍ବତୀ ଗୋ ଶୁଣ। ଗତି ମୁକ୍ତି ଲାଭ ପ୍ରିୟେ ଶୁଣି ରାମାୟଣ। ବାଲ୍ମୀକ ମୁନି ଯାହା କରିଛି ଭିଆଣ। ହେମନ୍ତ ଦୁହିତା ଗୋ ଏକ ମନେ ଯେ ଶୁଣ। ପାର୍ବତୀ ବୋଇଲେ କୁହ ଆହେ ଶୂଳଧର। କେବଣ ବିଚାର ପୁଣି କଲା କସୁର। ଈଶ୍ୱର ବୋଇଲେ ରାତ୍ର
ପ୍ରଭାତ ହୋଇଲେ ବିଲଙ୍କା କଟକ ମଧ୍ୟେ ଟମକ ବାଜିଲେ। ବାହାର ହୋଇଲା ବେଗେ ରାଜା ସହୋଦର, ରାଉତ ମାହୁନ୍ତ କେତେ ବୀର ମହାବୀର। ସେନା ସେନାପତି ମାନେ ବୀର ବେଶ ହେଲେ, ହସ୍ତରେ ଆୟୁଧ ଧରି ବାହାର ହୋଇଲେ। 12 ଲକ୍ଷ ହସ୍ତୀ 7 ଆୟୁଧ ପଦାତି, ବାହାର ହୋଇଲେ 3 ଜଣ ସେନାପତି। 7 ଲକ୍ଷ ମତ ହସ୍ତୀ ହୋଇଲେ ବାହାର, ସଜ ହୋଇ ବାହାରିଲେ ଅକଳିତ ବଳ। କେତେ ଲକ୍ଷ ପଦାତିକ କଳନା ନ ଯାଇ, ବାଦ୍ୟନାଦ ଶବଦରେ ପୃଥ୍ୱୀ ଉଛୁଳଇ। ଶବଦ ଶୁଭିଲା ଶ୍ରୀରାମଙ୍କୁ ମାର ଯାଇ, ହନୁକୁ ବୋଲନ୍ତି ପ୍ରଭୁ ରଘୁକୁଳ ସାଇଁ। ଯୁଦ୍ଧ କରିବାକୁ ଆଜି ଅଇଲା ଅସୁର, ସମ୍ଭାଳି ସମର ଆଜି କର ହନୁ ବୀର। ଏହା ଶୁଣି ହନୁମନ୍ତ ସନମତ କଲା, ବାଳକାଳୁ କେତେ କଷ୍ଟ ପାଇଲା ବୋଇଲା। ମାରିବା ଦୈତ୍ୟକୁ ଆଜି ହେଳା ନ କରିବା, ଅଯୋଧ୍ୟାପୁରକୁ କାଲି ସୁଖେ ଚଳିଯିବା। ଶୁଣିଣ ଶ୍ରୀରାମ ବଡ଼ ହରଷ ହୋଇଲେ, ସ୍ନାନ ନିତ୍ୟ କର୍ମ ବେଗେ ଶ୍ରୀରାମ ସାରିଲେ। ସନ୍ଧ୍ୟା ତରପଣ ସାରି ଧରି ଧନୁଶର, ଉତ୍ତର ଦୁଆରେ ସୈନ୍ୟ ହୋଇଲେ ବାହାର। ଗର୍ଜନ୍ତି ମା ଧାମନ୍ତି ଉଚ୍ଚେ କରନ୍ତି ଗର୍ଜନ, ପଦାଘାତେ ପୃଥ୍ୱୀ ଦେବୀ କମ୍ପେ ଘନ ଘନ। ପାତାଳେ ବାସୁକୀ ନାଗ କମ୍ପେ ଥରହର, ଘନ ଘନ କମ୍ପମାନ ହୁଏ ସ୍ୱର୍ଗପୁର। ଅସ୍ତ୍ର ଶସ୍ତ୍ର ବୁଲାଇଣ ଅସୁରେ ଧାମନ୍ତି, ଗର୍ଜନ ଘାତରେ ପୃଥ୍ୱୀ ହେଲେ ଘଟୁଛନ୍ତି। ଦିବ୍ୟ ରଥ ଚଲାଇଣ ତ୍ରିଶିରା ଅସୁର, ହେଳା ଯୁଦ୍ଧ ନ କରିଣ ବୀର ମହାବୀର। ଯେମନ୍ତେ ମରଇ ମାର ଆଜ ଶ୍ରୀରାମଙ୍କୁ, କାଲି ଯୁଦ୍ଧେ ମାଇଲା ମୁଁ ଅଲ୍ୟଳ ପୁତ୍ରକୁ। ଶୁଣିଣ ଦୈତ୍ୟ କ୍ରୋଧ ରେ ପରଜୋଳି, ଏକ ମୁଖେ ଶ୍ରୀରାମଙ୍କୁ ଦେଉଛନ୍ତି ଗାଳି। କାଲି ଯୁଦ୍ଧ ପରି ଆଜ ଯୁଦ୍ଧରୁ ନ ମଣ, ନିଶ୍ଚୟ ସମରେ ଆଜି ହୋଇବ ମରଣ। କହୁଁ କହୁଁ ନିଶାଚର ପାଶେ ପ୍ରବେଶିଲେ, ଶ୍ରୀରାମଙ୍କୁ ସତେପୁର କରିଣ ବେଢ଼ିଲେ। ବିନ୍ଧନ୍ତି ନାରାଚ ମାରୁ ଛନ୍ତି ଚକ୍ର କାତି, ଭୂଷଣ୍ଡ ମୁଦ୍ଗର ଧରି ପ୍ରହାର କରନ୍ତି। ଧନୁ ଧରି ରାଉତ ଯେ ବିନ୍ଧୁଛନ୍ତି ସର, ସରାଘାତେ ଦିବସ ଦିଶଇ ଅନ୍ଧକାର। ଦକ୍ଷିଣ କୋଦଣ୍ଡ ଧାରି ପ୍ରଭୁ ରଘୁବୀର, ଅସୁରଙ୍କ ଉପରକୁ ବିନ୍ଧୁଛନ୍ତି ସର। ଛିଡ଼ନ୍ତି ଅସୁରେଶରେ କୁଢ଼ କୁଢ଼ ହୋଇ, ରୁଧିରରେ କୋରକିତ ହେଉଅଛି ମହି। ଦକ୍ଷିଣ ତ୍ରିଶିରା ବୀର ହେଲା ଗୁସାର, ଲୁହା ଧନୁ 3 ଗୋଟି ଧଇଲା ଅସୁର। ଶ୍ରୀରାମଙ୍କ ଉପରେ ସେ ବରସିଲା ବାଣ, ଲକ୍ଷ ଲକ୍ଷ ବାଣ ମନ୍ତ୍ରୀ ବିନ୍ଧଇ ରାଗେଣ। ଧନୁ ଧନୁ ବାଳି ଶବ୍ଦ
ଧନୁ ଧନୁ ବାଜି ଶବ୍ଦ करे झण झण अनुक्षणे बाण बिंधुछंती बेनिजन बाणर उपरे बाण बाजी हुए चून फला फल घसी होई उठे हुतासन प्रज्वलित अग्निशर बिंधिला असुर वरुणास्त्रे निबारिले ताहार घुबीर पवतास्त्र प्रहारिले श्री रघुनंदन भांगी दैत्यर रथ होई गला चून भूमिगामी होइला से त्रिशिरा असुर धाई माड़ी बसिला क हनुमंत वीर दैत्य वक्ष स्थले हनु बसिला क जाई वज्र सम विधा गोटा माइला निठाई विधाघाते दैत्य वीर हेला अचेतन घड़ी के चेतना पाई गर्जे घन घन आकर्षि से दैत्य वीर हनु को धरई प्रचंडा पर्वत परे नेई कचाड़ई हनुमंत देहे बाजी गिरी हेला चूर घड़ी के चेतना पाइला कहनु वीर धाई दैत्यर सड़ भुज को धरई सैन्यक उपरे वीर कचाड़िला नेई बाजी रथ गजस होइगला चून गुंडा होइगले पड़ी असुरर सैन्य कुढ़ कुढ़ होई अस गज पड़ी मले छिन्न छत्र होई ताहू दैत्य पଳାଇଲେ रह रह बोली तांकु डाके हनुवीर असुर को बुलाइण करुछि प्रहार जहु पଳାଇଲେ दैत्य संग्राम छाड़ीण दैत्य को माड़ी बसिला वीर हनुमान विधाघाते भांगी पकाइला तार मुंड तीनी गोटा मुंड को जे कला खंड खंड दुई फाड़ करी ताकू चिरी पकाइला दुई भुज धरी ताकू बुलाई धइला बिलंका नगर मध्य हनु गला पसी एहा देखी दैत्य गण ओगाଳିले आसी अस्त्र धरी 12 कोटी धाइले असुर हनुमंत संगतरे करंती समर घोर युद्ध आरंभिला सेठारे मारुति शबद शुणिण धाई गले रघुपति रथरे बसिण राम पशिले भितरे रथ को देखिण बेगे धाइले असुरे आस्थान निकटे नेई कले कविमान श्रीराम को बेढ़ी गले 80 कोटी सैन्य रघुनाथଙ୍କ उपरे बाण बरसिले शल्यकुंत शूल गदा मुद्गर माइले राजार ग्रते जाई कहिले डगरे श्रीराम पशिले देव कटक भितरे शुणिण सुरती चमत्कार होई 200 भुजरे सकती धरई अंतपुर वीरमणि बाहर होइला रे रे राम बोली उच्चे दैत्य डाकिला
କଟକେ ପଶିଲୁ କିମ୍ପା ଆରେ ରଘୁବୀର, ଏ ସୁନ୍ଦର କଟକକୁ କଲୁ ଛାର ଖାର। ପୁତ୍ର ସହିତରେ ମୋର ମାରି ସହୋଦର, ଏବେ ଆସି କଟକରେ ପଶିଲୁ ମୋହର। ସୈନ୍ୟ ବଳ ମୋର ସବୁ ମାଇଲୁ କିମ୍ପାଇଁ, ମୁହିଁ ତ ତୋହର କିଛି ଦୋଷ କରି ନାହିଁ। ଏହା ଶୁଣି ରଘୁନାଥ ଦିଅ ଉତ୍ତର, ଏ ତୋହର ଉପଦ୍ରବ ଅଟଇ ଅପାର। ନିଚ ଜାତି ହୋଇ ତୁହି ବଡ଼ ପଣ ପାଇ, ଦରିଦ୍ର ପାଇଲେ ଧନ ଯେହ୍ନେ ନ ଗଣଇ। ଦେବତା ମାନଙ୍କୁ କିମ୍ପା ବାନ୍ଧିଲୁ ପାଦରେ, ତୁ କିମ୍ପା ପଶିଲୁ କହ ମୋର ସ୍ୱର୍ଗପୁରେ। ସୁଧର୍ମା ସଭାକୁ ମୋର ନାସିଲୁ କିମ୍ପାଇଁ, ତୋର କେଉଁ ଦୋଷ କହ କରିଥିଲି ମୁହିଁ। ଏ ତୋହର ଭାର ଯହୁଁ ନ ସହିଲା ପୃଥ୍ୱୀ, ମୋ ଆଗେ ଗୁହାରି କଲା ଯାଇ ବସୁମତୀ। ତେଣୁ ମଞ୍ଚପୁରେ ଜନ୍ମ ହେଲି ଦେହ ବହି, ଆରେ ରେ ଦଇତ ମତେ ମାରିବଇ ମୁହିଁ। ତାହା ଶୁଣି ଦଇତ୍ୟ ଯେ କୋପେଣ ଧାଇଁଲା, 7 କୋଟି ବାଣ ଏକା ବେଳକେ ବିନ୍ଧିଲା। ଶ୍ରୀରାମର ଥରେ ବାଣ ଯାଇ ନ ପଡ଼ଇ, ଅନ୍ଧାର ଦିଶିଲା ବାଣେ ସେ ବିଲଙ୍କା ଭୂଇଁ। ପୁଣି ହିଁ ଅସୁର ତୀକ୍ଷ୍ଣ ନାରାଚ ବିନ୍ଧିଲା, ଏକାଥରକେ ସଦ ମୁଦ୍ଗର ମାଇଲା। 11 ଅୟୁତ ବାଣ ବିନ୍ଧିଲା ଅସୁର, 8 ପଦ୍ମ ବାଣ ପୁଣି କଲାକ ପ୍ରହାର। ତହିଁ ପରେ ବିନ୍ଧିଲା କ 7 କୋଟି ବାଣ, ରଥ ବାହି ନ ପାରିଲା ବୀର ଚିତ୍ରସେନ। ରଥ ଘେନି ରାମଚନ୍ଦ୍ର ପଡ଼ିଲେ ଭୂମିରେ, ରଥକୁ ଧଇଲେ ଯାଇ 12 କୋଟି ବୀରେ। ସେ ଦେବଯାନକୁ ତଳେ ନ ପାରିଲେ ଚାଲି, ହନୁକୁ ସ୍ମରଣ କଲେ ପ୍ରଭୁ ଚାପଧାରୀ। ଜାଣିପାରି ଧାଇଁଲା ସେ ପବନର ବଳା, ଅସୁର ଥାଟରେ ହନୁ ମନ୍ତ ପ୍ରବେଶିଲା। ଦେଖିଣ ଦୈତ୍ୟ ମାନେ ବଡ଼ ଭୟ କଲେ, ବାସଭଗ୍ନ ପକ୍ଷୀ ପ୍ରାୟ ତହୁଁ ପଳାଇଲେ। ଚିତ୍ରସେନ ରଥ ତୋଳି ବାହିଲା ଶୂନ୍ୟରେ, ଅନୁକ୍ଷଣ ତୀକ୍ଷ୍ଣ ବାଣ ବିନ୍ଧିଣ ଅସୁରେ। ଲକ୍ଷ ଲକ୍ଷ କୋଟି କୋଟି ବରସନ୍ତି ସର, ସମ୍ଭାଳି ନ ପାରି ତହୁଁ ସେ କୋଦଣ୍ଡ ଧର। ପ୍ରଚଣ୍ଡ ଗିରିକି ପଳାଇଲେ ରଘୁପତି, ପଛେ ପଛେ ଗୋଡ଼ାଇଲେ ବିଲଙ୍କା ନୃପତି। ଅନୁକ୍ଷଣେ ଚୋଖାସର ଅସୁର ପ୍ରହାରେ, ହନୁମନ୍ତ ରହି ନ ପାରିଲା ଅଗ୍ରତରେ। ପ୍ରଚଣ୍ଡ ଗିରିକି ହନୁ ପଳାଇଣ ଗଲା, ମୁଥାଘାତେ ରାଜା ସେହି ଗିରି ଉପାଡ଼ିଲା। ଧରିଣ ସେ ପର୍ବତକୁ ଦୈତ୍ୟ ବୁଲାଇ, ରଘୁନାଥ ରଥ ପରେ କଚାଡ଼ିଲା ନେଇ। ଦେଖି ପ୍ରଭୁ ରଘୁନାଥ ବିମାନ ତୋଳିଲେ, ଗଗନ ମାର୍ଗରେ ରାମ ଚନ୍ଦ୍ର ପକା ପଳାଇଲେ।
ରାମଙ୍କ ବିପତ୍ତି ଦେଖି କ୍ରୋଧେ ଦେବଗଣେ ଅସ୍ତ୍ରଶସ୍ତ୍ର ହସ୍ତେ ଧରି ଧାଇଁଲେ ଗଗନେ। ବଜ୍ରଦଣ୍ଡ ପ୍ରହାରିଲେ ଶିରେ ସୁନା ଶିର ପୁନରପି ବଜ୍ରଶର ମାରେ ପୁରନ୍ଦର। ଅଙ୍ଗେ ବାଜି ବଜ୍ର ଶକ୍ତି ହୋଇଗଲା ଧୂଳି ଆ କରି ଗଗନରେ ଥାଏ ମହାବଳୀ। ଦେଖି ଦେବଗଣ ସର୍ବେ ଭୟେ ପଳାଇଲେ ଶ୍ରୀରାମଙ୍କ ପାଦ ତଳେ ଶରଣ ପଶିଲେ। ଅସୁରର ଉପଦ୍ରବ ଦେଖି ହନୁବୀର ବଜ୍ର ବିଧା ମାଇଲା ସେ ଅଞ୍ଜନା କୁମର। ବିଧାଘାତେ ଦୈତ୍ୟ ବୀର ଭୂମିରେ ପଡ଼ିଲା ସହସ୍ର ମୁଣ୍ଡରୁ ତାର ରୁଧିର ବହିଲା। ତେଜି ଉଠି ବିଲଙ୍କାକୁ ଗଲା କପଳାଇ ଅନ୍ତପୁର ଭିତରେ ପଶିଲା ରାଜା ଯାଇ। ସୈନ୍ୟବଳ ଯେତେକ ଉତ୍ତର ଦ୍ୱାରେ ଥିଲେ ରାଜା ପଳାଇବା ଦେଖି ସର୍ବେ ପଳାଇ।